ମୋ ନାଁଟା ହଉଛି ରଜନୀକାନ୍ତ ପାଢୀ। ଭାରତୀୟ ଜାତୀୟ କଂଗ୍ରେସ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ। ଆଜିର ପ୍ରେସ୍ ମିଟ୍ର ମୁଖ୍ୟ ଉଦ୍ଦେଶ୍ୟ ହଉଛି ଗତ 18 ତାରିଖ ଦିନ ଶହ ଶହ କଂଗ୍ରେସ କାର୍ଯ୍ୟକର୍ତ୍ତା ସହିତ ଆମେ ମାଇନ୍ସ ଅଫିସ ବ୍ରହ୍ମପୁର ଯାଇଥିଲୁ ଏବଂ ଡେପୁଟି ଡାଇରେକ୍ଟରକୁ ଦାବିପତ୍ର ଦେଇଥିଲୁ ଯେ ସୁଧାନିଧି ଚୌଧୁରୀ ଆଉ କୃପା ସିନ୍ଧୁ ମୁଦୁଲି ଦୁହେଁ ଆଇନକୁ ଧଜ୍ଜିଆ ଉଡାଇ ଆପଣଙ୍କର ଗୁଡିଶର ଆଉ ସନ୍ତୋଷପୁର ଯାହାକୁ ଲିଜ ଦିଆହେଇଛି ସେ ଉଠୁଛନ୍ତି ବ୍ରାହ୍ମଣ ସାହିରେ କୌଣସି ନିୟମ କାନୁନ ନ ମାନି ବାଲି ଉଠାଉଛନ୍ତି। ସେଇ ଦାବିପତ୍ର ଆମେ ପୁଣି ଯାଇ କଲେକ୍ଟରଙ୍କୁ ଦେଲୁ ଏବଂ କଲେକ୍ଟରଙ୍କ ନିର୍ଦ୍ଦେଶନାମାରେ ଗୋଟେ ଇନକ୍ୱାରି ଗତକାଲି ହେଇଛି, ଯୋଉଟା ସମସ୍ତ ପେପର ବାହାରିଛି, ପତ୍ର ପତ୍ରିକାରେ ବାହାରିଛି। ଏଠି ଅଛନ୍ତି ପୁଲିସ ଅଛନ୍ତି, ଅକ୍ଷୟ ସାମଲ जी ଅଛନ୍ତି ଏବଂ ଭେଣ୍ଡର ମାନେ ଅଛନ୍ତି। ମୋ କହିବା କଥା, ପ୍ରଥମ କଥା ହଉଛି ଯେତେବେଳେ କିଛି ଗୋଟେ କମ୍ପ୍ଲେନ ହୁଏ ଏବଂ ତାର ତଦନ୍ତ ହୁଏ, ଯିଏ ଇନଫରମେଣ୍ଟ ବା ଯିଏ କମ୍ପ୍ଲେନ କରିଛି ତାକୁ ପ୍ରଥମେ ଡାକିବା କଥା, କିନ୍ତୁ ତାହା ଏଠି କରାଯାଏନି। କାରଣ ଚୋରକୁ ଚୋରୀର ଇନକ୍ୱାରି ଦିଆଗଲା। ଗାଁର କେଡେ ସୁନ୍ଦର କଥାଟି ଅଛି ଆପଣ ଜାଣିଥିବେ, ବିରାଡି ହାତରେ ମାଛ ଖାଇବା। ଯେହେତୁ ଅକ୍ଷୟ ସାମଲ ସେ ଏରିଆର ଅଫିସର, ତାଙ୍କ ହାତରେ ହିଁ ଇନକ୍ୱାରି କରାଗଲା। ଆପଣ ଜାଣିଥିବେ ଗଲା ବର୍ଷ ଗୋଟେ ଝଗଡା ହେଇଥିଲା ଗୁଡିଶର ଗାଁରେ, ପୋଲିସ ସୁଧାନିଧି ଚୌଧୁରୀଙ୍କର ସପକ୍ଷ ନେଇ ଗାଁ ଲୋକଙ୍କ ପ୍ରତି ଅନ୍ୟାୟ କରିଥିଲେ। ସେମାନେ ଯଦି ତଦନ୍ତ କରିବେ, ଯୋଉମାନେ ନିଜେ ଗୋଟେ ଗୋଟେ ଆକ୍ୟୁଜ୍ଡ ସେମାନେ ଯଦି ତଦନ୍ତ କରିବେ, ମାନେ କମ୍ପ୍ଲେନ ଯୋଉ ଦୁର୍ନୀତି ବିରୋଧରେ, ସେମାନେ କେବେ ହେଲେ କରିବେ କି? ତେଣୁକରି ସେ ଲେଖିଦେଲେ କଣ, ସମସ୍ତ କାଗଜ ପତ୍ର ସବୁ ଜିନିଷ ଠିକ ଅଛି ବୋଲି ପେପରରେ ବାହାରି ପଡିଲା। କେମିତି ଠିକ ଅଛି ଭାଇ? ସନ୍ତୋଷପୁର ପାଇଁ ବାଲି ଗୁତା ଦିଆଗଲା କୃପା ସିନ୍ଧୁ ମୁଦୁଲିକି, କିନ୍ତୁ ସେ ବାଲି କାଟୁଛନ୍ତି କୋଉଠୁ? ବ୍ରାହ୍ମଣ ସାହିରୁ। ରାସ୍ତା କୋପଟେ ବ୍ରାହ୍ମଣ ସାହି। ଏଇଟା କୋଉ ଭାବରେ ନିୟମର ସେ ପାଳନ କଲେ ମୁଁ ଜାଣିପାରୁନି। ଗୁଡିଶର ମାତ୍ର 11,500 ସିଏମ ବାଲି ପାଇଁ ଦିଆ ହେଇଥିଲା ସୁଧାନିଧି ଚୌଧୁରୀକୁ, କିନ୍ତୁ ସେ 50,000ରୁ ଅଧିକ ଉଠେଇଲେଣି। କିନ୍ତୁ ଅଫିସର କହୁଛନ୍ତି ଠିକ, ଅକ୍ଷୟ ବାବୁ କୋଉ ପ୍ରକାର ଯେ ସେ ତଦନ୍ତ କରୁଛନ୍ତି ଆଉ ତାଙ୍କର କୋଉ ପ୍ରକାର ଭାଗଚାଟ ତାଙ୍କ ଭିତରେ ଚାଲିଛି, ସେଇଟା କହିବାର ଅର୍ଥ କାହିଁକି ମୁଁ କହୁଛି, ମୁଁ କାହିଁକି ତାଙ୍କ ଉପରେ ଆଲିଗେସନ ଲଗାଉଛି। 18 ତାରିଖରେ କମ୍ପ୍ଲେନ ଦଉ ଦଉ 24 ତାରିଖରେ ଇନକ୍ୱାରି, କିନ୍ତୁ 3/6ରେ ମୁଁ ଆରଟିଆଇ ମାଗିଛି। 3/6ରେ ତାହିଁରେ ମୁଁ ମାଗିଛି କଣ 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 ନିୟମ କାନୁନ ଅଛି ବାଲି ଲିଜ ଦେବା ପାଇଁ, କେତେ ସିଏମ ବାଲି ଉଠେଇବାକୁ ଗୁଡିଶରକୁ ଆଉ ସନ୍ତୋଷପୁରକୁ ଦିଆ ହେଇଛି, ତମେ କେବେ ଇନକ୍ୱାରି କରିଥିଲ? ଏଇ ଯୋଉ ଯାଇଛନ୍ତି ଆମର ଅକ୍ଷୟ ସାମଲ ବାବୁ, ଆରଟିଆଇ ଟା କଣ ତମ ଅଫିସକୁ ତ ଦିଆ ହେଇଛି, ମାଇନ୍ସ ଡିପାର୍ଟମେଣ୍ଟକୁ ଦିଆ ହେଇଛି। ତମେ କେବେ ଯାଇକି 3 ତାରିଖରୁ ଆଜି ଯୋଉ 24 ତାରିଖ ହେଲା, କେବେ ଯାଇ ତମେ ମେଜରମେଣ୍ଟ କରିଥିଲ ଯେ ଏତିକି ବାଲି ଉଠେଇଲା, କୋଉଠି ଖୁଣ୍ଟି ପୋତିଛି ନା ନାହିଁ, କୋଉଠି କଣ କରିଛି, ତମେ ମାପିଛ କି? ଏପର୍ଯ୍ୟନ୍ତ ଆରଟିଆଇ ର ରିପ୍ଲାଇ ଦେଇ ପାରୁନାହାନ୍ତି। ତ ଯେତେବେଳେ ଆରଟିଆଇ ରିପ୍ଲାଇ ତମେ ଦେଇପାରୁନ, କିନ୍ତୁ ଇନକ୍ୱାରିରେ ମନ ଇଚ୍ଛା କରିଦଉଛ ଇନଫରମେଣ୍ଟକୁ। ମୁଁ ପ୍ରେସ ମିଟ ମାଧ୍ୟମରେ ଏ ହିଞ୍ଜିଳି ମାଟିର ଜନସାଧାରଣଙ୍କୁ ସୂଚିତ କରିବାକୁ ଚାହୁଁଛି ଏବଂ ସେମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି ଯେ ଏ ଯୋଉ ଦୁର୍ନୀତି ଏମାନେ କରୁଛନ୍ତି, ଏ ଦୁର୍ନୀତିକୁ ମୁଁ ମୋର ଜୀବନ ଦେଇ ମଧ୍ୟ ବନ୍ଦ କରିବି। କାରଣ ଅଫିସର ମାନେ ହାୟର ଅଥରିଟି ନୁହନ୍ତି। ହାୟର ଅଥରିଟି ହଉଛି ହାଇକୋର୍ଟ, ଓଡିଶା ହାଇକୋର୍ଟ। ଆସନ୍ତା 2 ତାରିଖ ଦିନ ଆମେ କର୍ମୀ ସମ୍ମିଳନୀ ଏକ କରିବୁ କରେଇଶୁଣିରେ। ସେଠି ନିଷ୍ପତ୍ତି ନେବୁ କେବେ ଗଣଧାରଣା ଦେବୁ ଶେରଗଡ଼ ବ୍ଲକ ଏବଂ ମାଇନ୍ସ ଅଫିସ ଆଗରେ। ଏବଂ ଆପଣ ଜାଣିଥିବେ କି ନାହିଁ ମୁଁ ଜାଣିନି, ଗୋଟେ ରିଟ୍ ହଉ କି ପିଆଇଏଲ ହଉ ଫାଇଲ କରିବା ପାଇଁ ଗୋଟେ ମାସ ଟାଇମ ଦରକାର। ଗଲା 18ରେ ଆମେ ଦେଇଛୁ କମ୍ପ୍ଲେନ କଲେକ୍ଟରଙ୍କୁ, ଜୁନ 18ରେ, ଠିକ ଜୁଲାଇ 18ରେ এই দুর্নীতি বিরোধে হাইকোর্টে কমপ্লেন হব এবং
ମୁଁ ହିଞ୍ଜେଇ ମାଟିର ସମସ୍ତ ଜନସାଧାରଣଙ୍କୁ ଆଶ୍ୱସ୍ତ କରୁଛି ଯେତେ ପ୍ରକାର ଦୁର୍ନୀତି ଏଠି ହଉଛି ସବୁ ଯାକକୁ ବନ୍ଦ କରିବି। ଏମାନଙ୍କର ଉତ୍ପାତ ବିଲକୁଲ ବନ୍ଦ ହବ। କୌଣସି ଅଫିସର ଦୁର୍ନୀତି କରିପାରିବନି, କୌଣସି ମାଫିଆ ଏଠି ମାଫିଆଗିରି କରିପାରିବନି। ଏଥିସହିତ ସମସ୍ତ ହିଞ୍ଜେଇବାସୀଙ୍କୁ ପ୍ରଣାମ କରି ଆଶା କରୁଛି ସମସ୍ତେ ମୋ ସହିତ ସହଯୋଗ କରିବା ଏବଂ ଦୁର୍ନୀତି ବନ୍ଦ କରିବା। ବନ୍ଦେ ଉତ୍କଳ ଜନନୀ।